ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ନୂଆ ବର୍ଷରେ ଭିଜିଲାନ୍ସର ପ୍ରଥମ ଖାତା ଖୋଲିଲା। ଖାତାରେ ଚଢ଼ିଲା ଥାନା ବାବୁଙ୍କ ନାଁ, ଖାକିରେ ଲାଗିଲା କଳଙ୍କ। ଏମିତି ଏକ ଘଟଣା ଘଟିଛି ଖୋଦ୍ କଟକ ଆଇଆଇସି ବିଜୟ ବାରିକଙ୍କ ନାଁରେ ଆସିଛି ବଡ଼ ଧରଣର ଅଭିଯୋଗ। ଭୁବନେଶ୍ୱର ରାଜମହଲର ଜଣେ ମଦ ଦୋକାନୀଙ୍କ ପାଖରୁ 40,000 ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ କଟକ ଆଇଆଇସି ବିଜୟ ବାରିକ। ଭୁବନେଶ୍ୱର ରାଜମହଲରୁ ଜଣେ ମଦ ବ୍ୟବସାୟୀଙ୍କ ପାଖରୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ହୋଇଥିଲେ ଏହି ପୋଲିସ ବାବୁ ଜଣକ। ତା ଆନୁମାନିକ ଭାବରେ ଯାହା ସିବିଆଇଙ୍କ ମତ ଅନୁସାରେ ଅନେକ ମଦ ବ୍ୟବସାୟୀଙ୍କୁ ଏମିତି ସେ ସାହାଯ୍ୟ କରୁଥିଲେ। ସାହାଯ୍ୟର ହାତ ବଢ଼ାଇ ଅନେକ ମୋଟା ଅଙ୍କର ଲାଞ୍ଚ ଆଣୁଥିଲେ, ଯାହାକି ଆଜି ତାଙ୍କୁ ବଦନାମ କରିଦେଇଛି। ପରିସ୍ଥିତି ସଙ୍ଗୀନ ହୋଇଛି, ଯାହାଦ୍ୱାରା କି ଆଜି ପୋଲିସ ବର୍ଦ୍ଦି ଓହ୍ଲାଇ ସେ ସିବିଆଇ ହାତରେ ମୁଣ୍ଡ ନୁଆଇବାକୁ ପଡ଼ିଛି। କଟକ ସିଆର୍ଆଇ ଥାନାର ଆଇଆଇସି ବିଜୟ ବାରିକ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ମିଳିଛି ନଗଦ 4,99,000 ଟଙ୍କା ସହିତ ଦୁଇଟି ବଙ୍ଗଲା ଠାବ ଏବଂ ଅନେକ ସୁନା ଗହଣା ଠାବ କରାଯାଇଛି। ପ୍ରଥମ ନୂଆବର୍ଷର ପ୍ରଥମ ସପ୍ତାହରୁ ଏଭଳି ଏକ କଳଙ୍କିତ ଅଧ୍ୟାୟ ପର୍ଦ୍ଦାଫାଶ ହୋଇଛି ଏବଂ ଖାକିରେ ଲାଗିଛି ଦାଗ। ଏମିତି ଏକ ନିନ୍ଦନୀୟ ଘଟଣାକୁ ସାରା ଓଡ଼ିଶା ନିନ୍ଦା କରିବା ସହିତ ଥାନା ବାବୁଙ୍କ ଉପରେ ଉଠାଇଛି ପ୍ରଶ୍ନ। କେଉଁ ହିସାବରେ ମଦ ବିକ୍ରି କରୁଥିବା ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଉଥିଲେ ପୋଲିସ ବାବୁ, ତାକୁ ନେଇ ଏବେ ତନାଘନା ଜାରି ରହିଛି। ସମ୍ପୂର୍ଣ୍ଣ ଭାବରେ ଭିଜିଲାନ୍ସ ହାତରେ ବନ୍ଧା ହୋଇସାରିଛନ୍ତି ଥାନା ବାବୁ। ଯାହା ଜଣାପଡ଼ୁଛି, ପୋଲିସ ସୂତ୍ରରୁ ଖବର ଆସୁଛି କି ଅନେକ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କ ପାଖରୁ ସେ ସାହାଯ୍ୟ ଦେଇ ମୋଟା ଅଙ୍କର ଟଙ୍କା ଆଣୁଥିଲେ। ଅନେକ ଅପରାଧିକ ମାମଲାରେ ଲୋକମାନଙ୍କୁ ସାହାଯ୍ୟ କରି ସେମାନଙ୍କ ପାଖକୁ ଲାଞ୍ଚ ଆଣୁଥିଲେ। ଏହି କେସ୍ରେ ଧରାଯାଇଛି ପୋଲିସ ବାବୁଙ୍କୁ। ଯାହା ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।